हेलो फ्रेंड्स नमस्कार जय जगन्नाथ। तेणु ମୁଁ ଆପଣଙ୍କ ରଞ୍ଜନ ସାର୍ ଆଉ ଏକ ଦମଦାର ଭିଡ଼ିଓ ନେଇକି ଆସିଛି ଯୋଉଟାକି ଆପଣ ଥମ୍ବନେଲରୁ ଜାଣିପାରୁଥିବେ ହିଷ୍ଟ୍ରି ସିଲେକ୍ଟିଭ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଯୋଉଟାକି ଆପଣମାନଙ୍କର ଅଛି କୋଉଥିରେ କ'ଣ ଅଛି ହିଷ୍ଟ୍ରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଯୋଉଟାକି ଆପଣମାନଙ୍କର କ'ଣ ହେଉଛି ନା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମେଜର 3 ଆଣ୍ଡ ମେଜର 4 ଯୋଉଟାକି ସେକେଣ୍ଡ ମିଡ୍ ସେମ୍ 2025 ଯୋଉଟାକି ଆପଣମାନଙ୍କର ଏଇ 28ରୁ ଏପ୍ରିଲ 28ରୁ ଷ୍ଟାର୍ଟ ହେଉଛି। ଓକେ, ତ ଏଇଥିରେ ଆମେ ଦେଖିବା କ'ଣ ହେଉଛି। ଏଇଟା ହେଉଛି ଆମର ଏଇଟା ହେଉଛି ଏକ୍ସାମର ଯୋଉ ଫର୍ମାଟ୍ ଆମର ଏଇଟା ହେଉଛି ଏକ୍ସାମର ଫର୍ମାଟ୍ କ'ଣ ହେଉଛି ନା ଯୋଉମାନଙ୍କର ପ୍ରାକ୍ଟିକାଲ ସବଜେକ୍ଟ ଅଛି ସେମାନେ କେତେ ମାର୍କ ଆପିୟର କରିପାରିବେ ନା ଦ୍ୟାଟ୍ ମିନ୍ସ 10 ଏବଂ ଯୋଉମାନଙ୍କର 10 ମାର୍କ ଓକେ ଯୋଉମାନଙ୍କର ପ୍ରାକ୍ଟିକାଲ ନାହିଁ ଦ୍ୟାଟ୍ ମିନ୍ସ ଦେ ଆର୍ ତ କେତେ ମାର୍କ କରିପାରିବେ ନା ଦ୍ୟାଟ୍ ଇଜ 20। ଓକେ, ତେଣୁ ଆମେ ହିଷ୍ଟ୍ରି ଆମେ ଯୋଉ କହୁଛନ୍ତି ଦ୍ୟାଟ୍ ମିନ୍ସ ହିଷ୍ଟ୍ରି ତ ଆପଣ ଜାଣିଛନ୍ତି ଥିଓରି ପେପର ସେଥିରେ କୌଣସି ପ୍ରାକ୍ଟିକାଲ ନାହିଁ ତା ମାନେ ଆମେ ୱିଦାଉଟ୍ ପ୍ରାକ୍ଟିକାଲ ସବଜେକ୍ଟ ଯୋଉଥିରେ ଆପଣମାନଙ୍କର ଅନଲାଇନ କ୍ୱେଶ୍ଚିନ୍ କେତେଟା ପଡ଼ିବ ନା 5ଟା ପଡ଼ିବ ବା ଫିଲିଂ ଦ ବ୍ଲାଙ୍କ୍ସ ପଡ଼ିବ। ଓକେ, ତାପରେ ନେକ୍ସଟ ଆସୁଛି କ'ଣ ନା 6ଟା ପଡ଼ିବ 2 ମାର୍କିଆ ଯୋଉଥିରେ ଆପଣମାନଙ୍କୁ 4ଟା କରିବା ପାଇଁ ପଡ଼ିବ। ଓକେ, ଏବଂ ତାପରେ ଆସୁଛି କ'ଣ ନା 7 ମାର୍କର ଗୋଟେ ଫର୍ମାଟ୍ ପଡ଼ିବ ବା ଆଇଦର ଅରରେ ଫର୍ମାଟ୍ରେ ଗୋଟେ ପଡ଼ିବ। ଓକେ, ତ ଇଏ ଥିଲା ଆପଣମାନଙ୍କର କ'ଣ ହେଉଛି ନା ହିଷ୍ଟ୍ରିର ଯୋଉ ଆମର କ୍ୱେଶ୍ଚିନ୍ କେମିତି ଆସିବ ଜାଣିପାରିଲେ। 5 ମାର୍କ ହେଉଛି ଅନଲାଇନ୍ କ୍ୱେଶ୍ଚିନ୍, 5 ମାର୍କ ହେଉଛି କ'ଣ ହେଉଛି ନା 5 ମାର୍କ ଆପଣଙ୍କର ହେଉଛି କେତେ ଅନଲାଇନ୍ କ୍ୱେଶ୍ଚିନ୍ ଏବଂ ଯୋଉ ଆପଣଙ୍କର ରହିଲା 8 ମାର୍କ ରହିଲା କେତେ 2 ମାର୍କିଆ କ୍ୱେଶ୍ଚିନ୍ 4ଟା ଆପଣ କରିବେ ଏବଂ ଆଉ ଗୋଟେ ରହିଲା ଆଇଦର ଫର୍ମାଟ୍ ଦ୍ୟାଟ୍ ମିନ୍ସ 8 5 13 13 5 ଯୋଉଟାକି ଆମେ କହିଲେ କେତେ ନା 20 ମାର୍କ। ଓକେ, ଓକେ, ଏବେ ଯିବା କ'ଣ ହେଉଛି ନା କ'ଣ ଇଏ ହେଉଛି ଆପଣମାନଙ୍କର ଇଣ୍ଡିଆନ୍ ହିଷ୍ଟ୍ରି ଯୋଉଟାକି ଆପଣମାନଙ୍କର ପେପର 3 ଏବଂ ଏଇଥିରୁ କ୍ୱେଶ୍ଚିନ୍ ଆପଣମାନଙ୍କର ଆସିବ। ଏଇଥିରେ ଆମେ ଦେଖିବା ଯୋଉ ଆପଣମାନଙ୍କର ଅଛି ଏଇଟା ହେଉଛି କ'ଣ ହେଉଛି ନା କ'ଣ ହେଉଛି ଏଥିରେ ନା ଏଇଟା ଆପଣମାନଙ୍କର ଯୋଉ ଅଛି କ'ଣ ନା ମୌରିଆନ୍ ଏମ୍ପାୟାର ଆପଣ ଦେଖିପାରୁଥିବେ ଜୁମ୍ କଲେ ଦ୍ୟାଟ୍ ମିନ୍ସ ମୌରିଆନ୍ ଏମ୍ପାୟାର ବା ଅଶୋକ ଧାମ ପଲିସି ଯୋଉଟାକି ଆମମାନଙ୍କୁ ପଢ଼ା ସରିଛି କ୍ଲାସରେ ତାରି ଉପରେ କ୍ୱେଶ୍ଚିନ୍ ଆସିବ। ଆଉ ଗୋଟେ ଆପଣଙ୍କ ଲାଷ୍ଟ ଅଛି ଯୋଉଟା ଚାପ୍ଟର ଯୋଉଟାକି ଆମେ କହୁଛି କ'ଣ ନା ହର୍ଷବର୍ଦ୍ଧନଙ୍କ ଉପରେ ଆସିବ। ଓକେ, ତେଣୁ ଇଏ ହେଉଛି ଆପଣମାନଙ୍କର ସିଲେକ୍ଟିଭ କ୍ୱେଶ୍ଚିନ୍ ଯୋଉଥିରେ କି କ'ଣ ହେଉଛି ଏଇ ଏକ୍ସାମରେ ଅପକମିଂ ଏକ୍ସାମ ଯୋଉ ଅଛି ସେଇଥିରେ ଆସିବ। ତେଣୁ ଏଇ ଯୋଉ 10ଟା ମୁଁ ଅନଲାଇନର କ୍ୱେଶ୍ଚିନ୍ ଆଡ୍ କରିଛି 10ଟା ଆଉ ଆଇ ହୋପ ଯୋଉଟାକି ଏକ୍ସାମରେ ଯୋଉ କ୍ୱେଶ୍ଚିନ୍ ଆସିଛି ଯୋଉ ଆମର ଯୋଉ କ୍ୱେଶ୍ଚିନ୍ ପାଟର୍ନ ସବୁ ହେଇଛି ଏକ୍ସାମରେ ଆଇ ଥିଙ୍କ ଏଇ କ୍ୱେଶ୍ଚିନ୍ ଏଇଟାକି ବହୁତ ହେଲ୍ପଫୁଲ୍ କରିବ। ତେଣୁ ମୋ ଷ୍ଟୁଡେଣ୍ଟ ମାନଙ୍କୁ ଏତିକି ଅନୁରୋଧ କରିବି କି ଏକ୍ସାମ ଦେବା ପୂର୍ବରୁ ସେମାନେ ଏଇ କ୍ୱେଶ୍ଚିନ୍ ସବୁ ଟିକେ ଭଲସେ ଟିକେ ଦେଖିକି ଯାଇଥିବେ ୱିଥ୍ ଆନ୍ସର ସହିତ ଯାହାକି ତାଙ୍କୁ ଅପକମିଂ ଏକ୍ସାମକୁ ସେଟା ହେଲ୍ପଫୁଲ୍ ହବ। ଓକେ, ଫାର୍ଷ୍ଟ କ୍ୱେଶ୍ଚିନ୍ କହୁଛି ଡ୍ୟାଶ ୱାଜ ଦ ଲାଷ୍ଟ ରୁଲର ଅଫ ଦ ଫାର୍ଷ୍ଟ ରୁଲର ଅଫ ଦ ମୌରିଆନ୍ ଡାଇନାଷ୍ଟି। ଓକେ, କ'ଣ କହୁଛି ନା ଏଇଟା ବହୁତ ସହଜ କ'ଣ ନା ମୌରିଆନ୍ ଡାଇନାଷ୍ଟିର ରୁଲର କିଏ ଥିଲେ ଦ୍ୟାଟ୍ ମିନ୍ସ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଡ୍ୟାଶ ୱାଜ ଦ ଲାଷ୍ଟ ରୁଲର ଅଫ ଦ ନନ୍ଦ ଡାଇନାଷ୍ଟି। ଯେତେବେଳେ ଆମେ ଗୋଟେ ରାଜବଂଶ ପଢୁଛନ୍ତି ତାର ଫାର୍ଷ୍ଟ ଆଉ ଲାଷ୍ଟ ରୁଲର ଇଜ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏବଂ ଯେତେବେଳେ ରାଜବଂଶ ଷ୍ଟାର୍ଟ ହଉଛି ତା ପୂର୍ବରୁ କୋଉ ରାଜବଂଶ ଥିଲା ଏବଂ ତାପରେ କୋଉ ରାଜବଂଶ ଆସିଲା ଦ୍ୟାଟ୍ ମିନ୍ସ ଇଟ୍ ୱାଜ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଫର ଦ ଏଭ୍ରି ଷ୍ଟୁଡେଣ୍ଟସ୍। ଓକେ, ତ ଏବେ ନେକ୍ସଟ ହଉଛି କ'ଣ ହଉଛି ନା ଦ ସେକେଣ୍ଡ କ୍ୱେଶ୍ଚିନ୍ କହିଲା ଡ୍ୟାଶ ୱାଜ ଦ ଫାର୍ଷ୍ଟ ରୁଲର ଅଫ ଦ ନନ୍ଦ ଡାଇନାଷ୍ଟି ବା ନନ୍ଦ ଡାଇନାଷ୍ଟିର ପ୍ରଥମ ରାଜା କିଏ ଥିଲେ ନା ଦ୍ୟାଟ୍ ୱାଜ ଯୋଉଟାକି ଆପଣମାନେ ସମସ୍ତେ ଜାଣିଛନ୍ତି କିଏ ପଦ୍ମନନ୍ଦ। ଓକେ, ତାପରେ ଆସିଲେ କ'ଣ ହଉଛି ନା ଡ୍ୟାଶ ପ୍ରୋଭିନ୍ସ ଆର୍ ଦେୟାର ଡ୍ୟୁରିଂ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବା ଚନ୍ଦ୍ରଗୁପ୍ତ ଯେତେବେଳେ ରାଜା ଥିଲେ ସେତେବେଳେ ତାଙ୍କ ସମୟରେ କେତେଟା ପ୍ରୋଭିନ୍ସ ଥିଲା ଆପଣ ଜାଣିଛନ୍ତି 4ଟା ପ୍ରୋଭିନ୍ସ ହେଲା। ଅଶୋକଙ୍କ ସମୟରେ କେତେଟା ହେଲା ନା ଅଶୋକଙ୍କ ସମୟରେ 5ଟା ଯୋଉଟାକି ଆପଣଙ୍କର ହେଲା କଳିଙ୍ଗ ଆଡ୍ ହେଲା। ତା ପୂର୍ବରୁ ଥିଲା ଉତ୍ତରାପଥ ଦକ୍ଷିଣାପଥ ଅବନ୍ତୀ ପ୍ରାଚୀ ଥିଲା ଏବଂ କଳିଙ୍ଗ ଆଡ୍ ହେଲା। ଓକେ, ନେକ୍ସଟ ଯିବା ଆମେ କ'ଣ ନା ସନ୍ନିଦତ୍ତ ରେସ୍ପନ୍ସିବଲ୍ ଫର ଦ୍ୟାଶ ଡିପାର୍ଟମେଣ୍ଟ କାରଣ ଆମେ ମୌରିଆନ୍ କଥା ପଢୁଛନ୍ତି ଦ୍ୟାଟ୍ ମିନ୍ସ Mauryan dynasty was the first and the foremost dynasty in the Indian history. It was a might and the biggest empire of the ancient Indian history. Okay, तो तार administration system जोटा हम कहूँ that was very most more importance in the history of the ancient India. That is why so ଯେତେବେଳେ ଆମେ क्वेश्चन सॉल्व କରିବା ପାଇଁ ଯିବା एग्जाम ଦେବା ପାଇଁ ଯିବା ଆମକୁ କ'ଣ କରିବା ପାଇଁ ପଡ଼ିବ ନା ତାର ବିଭିନ୍ନ ଡିପାର୍ଟମେଣ୍ଟ ଯୋଉ ଗୁଡିକ ଅଛି ତାକୁ ଆମେ ଟିକେ ଭଲସେ ଟିକେ କ'ଣ ଦେଖିବା। ସନ୍ନିଦତ୍ତ ମିନ୍ସ କହିଲେ ଯୋଉମାନେ ଆପଣଙ୍କର ଯୋଉ ରହିଲେ ଯୋଉଟା ଲ ଆଣ୍ଡ ଅର୍ଡର ଯୋଉ ମେଣ୍ଟେନ କରୁଛନ୍ତି ଯୋଉଟା କି ତମର ଯୋଉ ରହିଲେ ସେ ଥିଲେ। ତାପରେ ପ୍ରିୟଦର୍ଶିକା ବୁକ୍ ୱାଜ ରିଟେନ୍ ବାଇ ହୋମ୍ ବା ପ୍ରିୟଦର୍ଶିକା ପୁସ୍ତକ କିଏ ଲେଖିଥିଲେ ଦ୍ୟାଟ୍ ୱାଜ ଯୋଉଟା ପ୍ରିୟଦର୍ଶିକା ରତ୍ନାବଳୀ ଆଉ ଗୋଟେ ଯୋଉ ଆମର ହେଲା କ'ଣ ନା ଯୋଉ ନାଗନନ୍ଦା ଦ୍ୟାଟ୍ ମିନ୍ସ ହର୍ଷବର୍ଦ୍ଧନ ଲେଖିଥିଲେ। ଓକେ, ତେଣୁ ସନ୍ନିଦତ୍ତ ଏଇଟା ଆପଣମାନଙ୍କ ଉପରେ ମୁଁ ରଖିଲି ଏଇ ଯୋଉ ଜିନିଷ ରହିଲା ଏଇଟା ଆପଣମାନେ ଦେଖିକି ଯିବେ ତାହେଲେ ମତେ ଏଠି କମେଣ୍ଟରେ କହିବେ ହ୍ୱାଟ ଇଜ ଦ ମିନିଂ ଅଫ ଦ ବା ଯୋଉଟାକି ସନ୍ନିଦତ୍ତ କହିଲେ କୋଉ ଡିପାର୍ଟମେଣ୍ଟ ସେ ହେଡ୍ ଥିଲେ। ଓକେ, ଏଇଟା ରହିଲା। ତାପରେ ନେକ୍ସଟ ଆସିଲେ କ'ଣ ନା ମୁଦ୍ରା ରାକ୍ଷା ସେଇଟା ବହୁତ ଇଜି। ମୌରିଆନ୍ସର ଯୋଉ ସୋର୍ସେସ୍ ଅଛି ମୌରିଆନ୍ ଡାଇନାଷ୍ଟିର ସୋର୍ସ ଯୋଉ ଆମେ ଲିଟରେରୀ ସୋର୍ସ କହିଲେ ଦ୍ୟାଟ୍ ମିନ୍ସ କୌଟିଲ୍ୟଙ୍କର ଅର୍ଥଶାସ୍ତ୍ର ଏବଂ ମେଘାସ୍ତିନୀଙ୍କର ଇଣ୍ଡିକା ଏବଂ ବିଶାଖା ଦତ୍ତଙ୍କର ହେଉଛି ଆଉ ଗୋଟେ କ'ଣ ହେଉଛି ନା ଫେମସ୍ ଯୋଉଟାକି ଆମେ କହିଲେ କ'ଣ ଦ୍ୟାଟ୍ ମିନ୍ସ ମୁଦ୍ରା ରାକ୍ଷା। ସେଟା କୋଶ୍ଚିନ୍ ବହୁତ ଇଜି ଯୋଉମାନେ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ବହୁତ ଇଜି। ଏବଂ ନେକ୍ସଟ ଗୋଟେ ଆସିଛି କ'ଣ ନା ମିନିଷ୍ଟ୍ରିରୁ ଆସିଛି ସମାହର୍ତ୍ତ ରେସ୍ପନ୍ସିବଲ୍ ଫର ଦ୍ୟାଟ୍ ପୋଷ୍ଟ। ବୁଝିଲା, ସମାହର୍ତ୍ତକ ଯୋଉ ଆମେ କହୁଛନ୍ତି ଯେ ସମାହର୍ତ୍ତ କହିଲେ କୋଉ ପୋଷ୍ଟ ପାଇଁ ସେ କ'ଣ ଥିଲେ ନା ଏଲିଜିବୁଲ ଥିଲେ ସମାହର୍ତ୍ତ ଯୋଉ ଆମେ କହୁଛନ୍ତି। ଓକେ,
ଏଇଟା ମତେ କମେଣ୍ଟରେ କହିବେ କି ଯୋଉ ସମ୍ରାଟ ମୌର୍ଯ୍ୟ ଆଡମିନିଷ୍ଟ୍ରେସନରେ କୋଉ ବିଭାଗର ମୁଖ୍ୟ ଥିଲେ ବା କୋଉ ଡିପାର୍ଟମେଣ୍ଟ ସେ ଜଣାଶୁଣା ଥିଲେ। ଓକେ, ନେକ୍ସଟ ଆସିଲେ କଣ ନା ଡ୍ୟାଶ ୱାଜ ଦ ଫାଉଣ୍ଡର ଅଫ ଦ ପଲ୍ଲବ ଡାଇନାଷ୍ଟି ବା କଣ ନା ପାଲବ ଡାଇନାଷ୍ଟି ଯୋଉ ଆପଣ ମାନେ ସବୁ ଜାଣିଥିବେ କଣ ନା ପାଲବ ଡାଇନାଷ୍ଟି। ଓକେ, କିଏ ଥିଲେ ନା ପାଲବ। ଏଇ ଯୋଉ ପାଲବ ଡାଇନାଷ୍ଟିର ଶାସକ କିଏ ଥିଲେ ବା ଫାଉଣ୍ଡର କିଏ ଥିଲେ ଯୋଉ ଜାଣିଥିବେ ପାଲବ ଚୋରା ଚେଳା ପାଣ୍ଡ୍ୟ ଯୋଉ ଆସିଲେ ଲାଟର ଯେତେବେଳେ ଆସିଲେ ଯୋଉ ଏଇ ଯୋଉ ପୋଷ୍ଟ ମୌର୍ଯ୍ୟାନ ପିରିୟଡ। ଓକେ, ସେ ଥିଲେ। ତାପରେ କେତେ ମସିହାରେ କଳିଙ୍ଗ ୱାର ହେଇଥିଲା? କେତେ ମସିହାରେ ହେଇଥିଲା ନା 261 ବିସି। କଣ ନା 261 ବିସି ରେ ହେଇଥିଲା କଣ କଳିଙ୍ଗ ୱାର ହେଇଥିଲା। ଓକେ, ନେକ୍ସଟ 10 ନମ୍ବର କ୍ୱେଶ୍ଚିନ୍ ଡ୍ୟାଶ ଅଫ ଦ ରୁଲର ଅଫ ଦ ପାଲୱାସ ଆଜିମ୍ ଦ ଟାଇଟଲ ବାତାବିକୁଣ୍ଡା। ଏଇଟା ଯେତେ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଓକେ, ଏଇଟା ହଉଛି ଆପଣ ମାନେ କଣ ହଉଛି ନା ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କଣ ନା ଏଇ ଯୋଉ ଭାତାବିକୁଣ୍ଡା ଯୋଉ ଆମେ ଯୋଉ କହୁଛନ୍ତି ଏଇଟା ଗୋଟେ ଟାଇଟଲ ଥିଲା ଏବଂ ପାଲବର କେଉଁ ରାଜା କଣ କରୁଥିଲେ ନା ଭାତାବିକୁଣ୍ଡା ଟାଇଟଲ ନେଇଥିଲେ ଦ୍ୟାଟ ଇଜ ନରସିଂହ ବର୍ମନ ୱାନ୍। ଓକେ, ତେଣୁ ଇଏ ଥିଲା ଆପଣମାନଙ୍କର 10ଟା କ୍ୱେଶ୍ଚିନ୍ ଯୋଉଟା ମୁଁ ଆଉଥରେ ଆପଣମାନଙ୍କୁ କହିଦଉଛି। ଡ୍ୟାଶ ୱାଜ ଦ ଫାଷ୍ଟ ରୁଲର ଅଫ ଦ ମୌର୍ଯ୍ୟାନ ଡାଇନେଷ୍ଟି ଦ୍ୟାଟ ଇଜ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଡ୍ୟାଶ ଦ ଫାଷ୍ଟ ଯୋଉଟା କି ଆପଣ ନନ୍ଦ ଡାଇନେଷ୍ଟି ପଦ୍ମନନ୍ଦ। ତାପରେ ଡ୍ୟାଶ ପ୍ରୋଭିନ୍ସ ଆର ଦ ଦେୟାର ଡ୍ୟୁରିଂ ଦ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଦ୍ୟାଟ ୱାଜ ଆପଣମାନଙ୍କର ହେଲା ଯୋଉ ଅବନ୍ତୀ ଚାରିଟା ଥିଲା ଅବନ୍ତୀ ହେଲା ଉତ୍ତରାପଥ ହେଲା ଦକ୍ଷିଣାପଥ ହେଲା ଏବଂ ପ୍ରାଚ୍ୟ ହେଲା। ଓକେ, ଏବଂ ତାର କ୍ୟାପିଟାଲ ମଧ୍ୟ ଜାଣିବେ ସେଇଟା ବି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏବଂ ଏଇ ଯୋଉ ମୌର୍ଯ୍ୟାନ ଏମ୍ପାୟାରକୁ ଜାଣିବା ପାଇଁ ହେଲେ ମୋର ୟୁଟ୍ୟୁବରେ ମୋର କ୍ଲାସ୍ ଅଛି ମୌର୍ଯ୍ୟାନ ଏମ୍ପାୟାର। ତେଣୁ ଯୋଉମାନେ ୟୁଟ୍ୟୁବରେ ଭିଡ଼ିଓ ଦେଖିନାହାନ୍ତି ତେଣୁ ଦେଖିନେବେ କି ରଞ୍ଜନ ଟ୍ୟୁଟୋରିଆଲ ମୌର୍ଯ୍ୟାନ ଆଡମିନିଷ୍ଟ୍ରେସନ ବା ମୌର୍ଯ୍ୟାନ ଏମ୍ପାୟାର ତ କ୍ଲାସ୍ ପଳେଇ ଆସିବ ଏଭେଲେବୁଲ ହେଇଯିବ। ଓକେ, ତାପରେ ଆସିଲେ ଆପଣମାନଙ୍କ ସେଥିରେ ମୁଁ ଭଲସେ ଏକ୍ସପ୍ଲେନ କରିଛି ସନ୍ନି ଦତ୍ତ କୋଉ ପୋଷ୍ଟ ପାଇଁ ଡିପାର୍ଟମେଣ୍ଟ ଥିଲେ ସେଇଟା ମତେ ଏଇଟାକୁ କଣ କରିବେ ନା ମତେ ଏଇଟା ଟେଷ୍ଟ କରି କହିବେ କି କଣ ନା କୋଉ ଡିପାର୍ଟମେଣ୍ଟ ପାଇଁ ପ୍ରସିଦ୍ଧ ଥିଲା। ଓକେ, ଆଉ ଗୋଟେ ହଉଛି ପ୍ରିୟଦର୍ଶିକା କହିଲି କିଏ ଲେଖିଲେ ନା ହର୍ଷବର୍ଦ୍ଧନ ଲେଖିଲେ ଯୋଉଟା କି ନିଜେ ରାଇଟର ଥିଲେ ପ୍ରିୟଦର୍ଶିକା ରତ୍ନାବଳୀ ନାଗନନ୍ଦା। ଓକେ, ମୁଁ ଏଇଟା କ୍ଲାସରେ କହିଛି। ତାପରେ ହଉଛି ମୁଦ୍ରା ରାକ୍ଷସ ଯୋଉଟା କି ଆପଣମାନଙ୍କର ହଉଛି କଣ ହଉଛି ନା ବୁକ୍ ଯୋଉଟା ଲେଖା ହେଇଥିଲା କିଏ ନା ବିଶାଖା ଦତ୍ତ। ସମାହର୍ତ୍ତ କୋଉ ପୋଷ୍ଟ ପାଇଁ ଥିଲେ ଏଇଟା ବି ମତେ ମେସେଜ କରିବେ। ଡ୍ୟାଶ ୱାଜ ଦ ଫାଉଣ୍ଡର ଅଫ ଦ ପାଲାବ ଡାଇନାଷ୍ଟି ଯୋଉ ପାଲାବ ଡାଇନାଷ୍ଟିର ଶାସକ କିଏ ଥିଲେ। ତାପରେ କଳିଙ୍ଗ ୱାର କେବେ ହେଇଥିଲା 261 ବିସିରେ ହେଇଥିଲା। ତାପରେ ଡ୍ୟାଶ ୱାଜ ଦ ପାଲାବାସ ଆଜ ଇନ ଦ ଟାଇଟଲ ଅଫ ଭାତାବିକୁଣ୍ଡା। ତେଣୁ ଭାତାବିକୁଣ୍ଡା ପଲ୍ଲବର କେଉଁ ରାଜା ଭାତାବିକୁଣ୍ଡା ଟାଇଟଲ ନେଇଥିଲେ ଦ୍ୟାଟ ୱାଜ ଯୋଉ ଆପଣମାନଙ୍କର ହେଲା କିଏ ଦ୍ୟାଟ ୱାଜ ଯୋଉ ଆପଣଙ୍କର ନରସିଂହ ବର୍ମନ ୱାନ୍। ଓକେ, ତ ଇଏ ଥିଲା ଆପଣମାନଙ୍କର ଥିଲା କଣ ନା ସର୍ଟ କ୍ୱେଶ୍ଚିନ୍ ୱାନ୍ ଲାଇନର। ଏବେ ଆମେ ଯିବା 2 ଲାଇନର ଆନ୍ସର ଏନି 4 କ୍ୱେଶ୍ଚିନ୍ ଆଉଟ ଅଫ 6 ୱିଦିନ 2 or 3 ସେଣ୍ଟେନ୍ସ ଅଫ ଇଚ୍। ଓକେ, ଏବଂ ଏ ପ୍ରତ୍ୟେକ କ୍ୱେଶ୍ଚିନ୍ ର ଭ୍ୟାଲୁ କେତେ ପ୍ରତ୍ୟେକ କ୍ୱେଶ୍ଚିନ୍ ର ଭ୍ୟାଲୁ କେତେ ଲେଖା ନା ପ୍ରତ୍ୟେକ କ୍ୱେଶ୍ଚିନ୍ ର ଭ୍ୟାଲୁ ଆପଣମାନଙ୍କର ହଉଛି 2 ମାର୍କ। ଓକେ, ତେଣୁ ମୁଁ ଏଥିରୁ କେତେଟା ନେଇଛି ନା ଆପଣମାନେ ଦେଖିପାରୁଥିବେ ମୁଁ ଏଥିରୁ ବି 10ଟା ନେଇଛି ଯୋଉଟା କି ଆପଣମାନଙ୍କୁ କଣ କରିବା ପାଇଁ ପଡିବ ନା 6ଟା ପଡିବ ମାନେ 6ଟା ଏକ୍ସାମରେ ପଡିବ ଏଇ ସିଲେକ୍ଟିଭ 10ଟା ଭିତରୁ। ଓକେ, ତ ଆପଣମାନେ ଏଥିରୁ କଣ ନା ଭଲସେ ଏଇ ଯୋଉ 10ଟା ଯୋଉ ଅଛି ତାକୁ ଟିକେ ଭଲସେ ଟିକେ ଦେଖିକି ଯାଇଥିବେ। ଓକେ, କଣ ହଉଛି ନା ଆମକୁ କେତେଟା ଆଟେଣ୍ଡ କରିବାର ଅଛି ନା 4ଟା ଦେଖିବାର ଅଛି। ଓକେ, ନା ପ୍ରଥମେ କଣ ହେଲା ନା ଦ୍ୟାଟ ୱାଜ କୌଟିଲ୍ୟ। ନମ୍ବର 1 ହେଲା କୌଟିଲ୍ୟ, ତାଙ୍କ ଉପରେ 2-3ଟା ସେଣ୍ଟେନ୍ସ ଲେଖିବା ପାଇଁ ପଡିବ। କୌଟିଲ୍ୟ କିଏ ଥିଲେ, ତାଙ୍କ ପୁସ୍ତକର ନାଁ କଣ ଥିଲେ, ସେ କଣ କରୁଥିଲେ, କୋଉ ଏମ୍ପାୟାର ଥିଲେ। ହୁଏନ୍ ସାଂ ତାଙ୍କ ବିଷୟରେ ବି ପଢିପାରେ। ତାପରେ କଳିଙ୍ଗ ୱାର ଯୋଉଟା କହିଲେ 261 ବିସି ଥିଲା ଅଶୋକ କରିଥିଲେ ଦୟାନଦୀ କୂଳରେ ହେଇଥିଲା ଉପକୂଳ ଫାଷ୍ଟ ଆଣ୍ଡ ଲାଷ୍ଟ ୱାର ହେଇଥିଲା ଏବଂ ସିଂହାସନ ଆରୋହଣର 8 ବର୍ଷ ପରେ ହେଇଥିଲା। ଓକେ, ଥିଲା। ତାପରେ ଅଶୋକ କିଏ ଥିଲେ କହିଲେ ଥାର୍ଡ ଗ୍ରେଟେଷ୍ଟ ରୁଲର ଯୋଉ ଥିଲେ ମୌର୍ଯ୍ୟ ଯିଏ କଳିଙ୍ଗ ୱାର କରିଥିଲେ। ତେଣୁ କ୍ୱେଶ୍ଚିନ୍ ବି ଆନ୍ସର ଅଛି। ତେଣୁ ଯୋଉମାନେ ସ୍ମାର୍ଟ ଆମର ଯୋଉମାନେ ପିଲାମାନେ ଟିକେ ସ୍ମାର୍ଟ ଟିକେ ମାଇଣ୍ଡ ଖର୍ଚ୍ଚ କଲେ ବି ସେମାନେ ଜାଣିପାରିବେ କି ଆକ୍ଚୁଆଲି କଣ ସବୁ ସାର୍ ବା ମ୍ୟାଡାମ ଯୋଉ କ୍ୱେଶ୍ଚିନ୍ ତିଆରି କରୁଛନ୍ତି ସେ କ୍ୱେଶ୍ଚିନ୍ ଭିତରେ ବି ଆନ୍ସର ଅଛି। ଓକେ, ତାପରେ ଆସିଲା ବାଣଭଟ୍ଟ। ଆପଣମାନେ ସମସ୍ତେ ଜାଣିଥିବେ ବାଣଭଟ୍ଟ ହଉଛି କିଏ ନା ହର୍ଷବର୍ଦ୍ଧନ ଯୋଉ ଆମର ଥିଲେ ତାଙ୍କର ସମୟରେ କଣ ଥିଲେ ନା ଥିଲେ କବି ଥିଲେ। ତାଙ୍କ 2ଟା ବୁକ୍ ଥିଲା, ଗୋଟେ ହଉଛି କଣ ନା ହର୍ଷଚରିତ ଆଉ ଗୋଟେ ହଉଛି କାଦମ୍ବରୀ। ଓକେ, କଣ ଥିଲା ନା କାଦମ୍ବରୀ। ତେଣୁ ଯୋଉମାନେ ବୁକ୍ସ ଆଣ୍ଡ ଅଥର ଯୋଉମାନେ କ୍ଲାସ ଦେଖିନାହାନ୍ତି ମୋର ୟୁଟ୍ୟୁବରେ ଅଛି ତ ଯାଇକି ସେଟାକୁ ଦେଖନ୍ତୁ ଏକ୍ସାମ ପାଇଁ ଏଟା ବହୁତ ହେଲ୍ପଫୁଲ। କାଦମ୍ବରୀ। ଓକେ, କାଦମ୍ବରୀ ଥିଲା ଆଉ ଗୋଟେ ହଉଛି କଣ ନା ହର୍ଷ ଚରିତ। ଓକେ, ହର୍ଷ ଚରିତ। ତାପରେ ନେକ୍ସଟ ଆସିଲା କଣ ନା 2 ମାର୍କିଆ କ୍ୱେଶ୍ଚିନ୍ ଆମେ ଦେଖିଲେ କଣ ନା ଇଣ୍ଡିକା ତ ଆପଣ ମାନେ ଜାଣିଛନ୍ତି ଇଣ୍ଡିକା କିଏ ଲେଖିଛନ୍ତି ନା ଇଣ୍ଡିକା ଲେଖିଛନ୍ତି କିଏ ନା ଦ୍ୟାଟ ମିନ୍ସ ଇଣ୍ଡିକା ଲେଖିଛନ୍ତି କିଏ ନା ଆପଣ ମାନଙ୍କର କିଏ ଲେଖିଲେ ନା ଦ୍ୟାଟ ଇଜ ମେଘାସ୍ତିନ ଲେଖିଲେ। ଓକେ, ଦ୍ୟାଟ ଇଜ କିଏ ଲେଖିଲେ ନା ମେଘାସ୍ତିନ ଲେଖିଲେ। ସେ କାହା ସମୟରେ ଆସିଥିଲେ ସେଟା ଲେଖିବେ। ତାପରେ ବିନ୍ଦୁସାର କିଏ ଥିଲେ ତାଙ୍କ ବିଷୟରେ ବି କ୍ୱେଶ୍ଚିନ୍ ଆସିବ। ଅମିତ୍ର ଘାତ ବୋଲି ତାଙ୍କୁ କୁହାଯାଉଥିଲା। ସେ ଚନ୍ଦ୍ରଗୁପ୍ତ ମୌର୍ୟଙ୍କର ପୁଅ ଥିଲେ। ବିନ୍ଦୁସାର ତାଙ୍କ ନାମ ଦିଆଯାଇଥିଲା। ତାଙ୍କ ଟାଇମ ପିରିୟଡ଼ କେତେରୁ କେତେ ଥିଲା ନା ତାଙ୍କ ଟାଇମ ପିରିୟଡ଼ ଥିଲା 200 ଯୋଉଟା ଆପଣ 98ରୁ 273। ବିନ୍ଦୁସାରଙ୍କ ଟାଇମ ପିରିୟଡ଼ କେତେ ଥିଲା 298ରୁ କେତେ ନା 273 ଯୋଉଟା କି ଆମେ 73 ବୋଲି ଆମେ କହୁଛନ୍ତି। ଓକେ,
थिले तापर आसला हर्षवर्धन जोटा कहली जे कि बुक लिखिछन्ती माने देखंतु एटी क्वेश्चन रे अछि आपण मानकर एटी देखंतु वन लाइन क्वेश्चन रे अछि प्रियदर्शिका बुक वाज रिटन बाय होम प्रियदर्शिका पुस्तक किए लिखिले एवं एटी देखंतु 2 मार्क रे तार आंसर अछि कोन दैट मींस हर्षवर्धन दैट मींस क्वेश्चन ले भी आंसर अछि ओके तापर आसला उपगुप्त कोन ना उपगुप्त किए थिले ना जे कि अशोकଙ୍କୁ बुद्ध धर्म रे कोन करथिले ना दीक्षित करथिले जोटा कि आपण मानकर जोटा कोन बाब्रू बैरत जोटा गुटे अछि आपण मानकर कोन अछि ना बाब्रू बैरत गुटे इनस्क्रिप्शन अछि बाब्रू जो कोन सेटा आपण मानकर बाब्रू बैरत बैरत इनस्क्रिप्शन जो थे मेंशन ହେଇଛି कि उपगुप्त बुद्धिज्म रे कोन करथिले ना अशोक को कन्वर्ट करैथिले तापर असला राजुका एथिरे राजुका मते एसएमएस माने मते टेक्स्ट करी कहिबे कमेंट माध्यम रे मते जणाइबे कि राजुका को डिपार्टमेंट रे हेड थिले बा तांको कोन बाले से कोन करूथिले तांका कार्य कोन थिला तने ये थिले आपण मानकर 10टा सिलेक्टिव क्वेश्चन जोटा के 2 मार्क एथिरो आपण मानकर 6टा पडिबो तने आपण माने एथिरो केते करिवे ना 4टा करिवे प्रथम हैला कौटिल्य ह्वेनसांग कलिंग वार अशोक बाणभट्ट इंडिका बिंदुसार हर्षवर्धन एवं आउट उपगुप्ता आउट हैला राजुका ओके तो एबे हमें दिबा कोन ये थिला आपण 2 मार्क एबे हम जे लॉन्ग क्वेश्चन ओके आंसर एनीवन जो कि आइदर और रे अछि ओके आइदर और ये तीनटा क्वेश्चन मु सिलेक्ट भी आनिछि तीनटा रो आपण मानको दुईटा पढिया पे पडिबो एवं दुईटा रो जाहाले गोटे पडिबो गोटे को अटेंड करा पे पडिबो जो माने स्मार्ट पहले हम तीनटा रो तीनटा न पढी कि हम दुईटा पढिबा एवं दुईटा रो गोटे हमको अटेंड करिवार अछि ओके तो कोन पढिबा ना प्रथम आसला कोन होची ना राइट ए नोट अबाउट द मौर्यन एडमिनिस्ट्रेशन एंड इट्स क्लासिफिकेशन से कहूची कि मौर्यन शासन एवं तार एडमिनिस्ट्रेशन विषय रे कोन मौर्य जो मौर्य साम्राज्य रो शासन एवं यार विभागीकरण पर एक टिप्पणी प्रदान कर तापर आसला डिस्कस अबाउट अशोक धाम पॉलिसी अशोकଙ୍କର धाम पॉलिसी ऊपर बा नीति ऊपर कोन होची ना आलोकपात करे तापर एलाबोरेट कैरियर एंड अचीवमेंट्स ऑफ द हर्षवर्धन बा हर्षवर्धनଙ୍କର जो कैरियर आ जो अचीवमेंट्स अछि बा तांकर जो वृत्ति एवं जो तांकर जो कृति अछि सेथि ऊपर कोन करो ना एक टिप्पणी प्रदान करो बा आलोकपात करो तो ये थिला आपण मानकर मेजर 3 जो थे कि मेजर 3 कोन होची ना वन लाइनर क्वेश्चन एवं 2 मार्किया क्वेश्चन एवं लॉन्ग क्वेश्चन तो ये थिला 20 मार्क तो एबे हमें देखिबा कोन होची ये होची पेपर आईवी जोटा के हम कहले कोन ना आपण मान देखि परते दैट मीन सोशल फॉर्मेशन ऑफ द कल्चरल कोन अछि ना सोशल फॉर्मेशन ऑफ द कल्चरल कल्चरल पैटर्न्स ऑफ द मेडिएवल वर्ल्ड दैट मींस वर्ल्ड हिस्ट्री जो थे आपण मानकर कोन होची एथिरे मध्ये दुईटा यूनिट कवर करा जाय दुईटा मींस जोटा कि आपनकर रोम एम्पायर ओके रोम पडिची दैट मींस आउट तमरा कोन पडिची ना दैट मींस फ्यूडलिज्म ओके तो क्वेश्चन बहुत इजी पड़ी तेणु देखिबा हमें सिलेक्टिव क्वेश्चन कोन एथरे क्वेश्चन सब हेई परिबो ओके तो कोन अछि हमें देखिबा ना डैश द चीफ कैरेक्टर ऑफ द फ्यूडलिज्म अपन मान समझने फ्यूडलिज्म गोटे फ्यूड शब्द अछि जोटा कि यूरोप रे जोटा कि अपन मान को स्टार्ट हेतला कोटी अपन एदा रोमन एम्पायर जेतले डिक्लाइन हैला फ्यूडलिज्म स्टार्ट हेतला तेणु मते मते टेस्ट करी कहिबे फ्यूडलिज्म कोड स्टार्ट हेतला एवं तार कैरेक्टरिस्टिक्स कोन थिला इन डैश इन जर्मनी फ्यूडल लॉर्ड्स आर कॉल्ड एवं जर्मनी रे फ्यूडल लॉर्ड्स मान को कोन बोली कहा जाउतला हम देखिबा जर्मनी रे कोन कहा जाउतला एटा मध्ये गोटा मोस्ट इंपोर्टेंट क्वेश्चन तेणु आंसर मते कमेंट करी कहिबे डैश द बॉटम ऑफ द फ्यूडलिज्म जेतला हम फ्यूडलिज्म हम देखिबा इहो जोटा बॉटम थिला ओके तो फास्ट रहला कि ना दैट मींस किंग ओके एवं लास्ट रहला कि आपण जानिथिबे नाइट्स बाय सॉरी नाइट्स ने लास्ट होची आपण मानकर किए रहउची नै आपण मानकर लास्ट होची आपण मानकर ये ना दैट मींस लास्ट आपण मानकर किए रहउची ना दैट मींस कि होची ना स्लेव्स माने जो रहउचंती ओके त मझिरे आपण किंग्स फ्यूडल लॉर्ड्स बारोन्स नाइट्स तो ए माने सब रहिबे तो सेटा फास्ट किए रहिला ताले एटी पचरला दैट मींस किंग रहिले फास्ट ओके तापर सेकंड रे आसला तार डैश सेरेमनी वाज फॉलोड बाय टू बी ए नाइट तेणु जो नाइट जो मान थिले मुझे आउ थरे एटा को पिरामिड टा कर दउ जोटा कि आपण माने सब देखिले एटा बुझी परिबे कि सर कोन कहिया पे एक्चुअली चाहउछंती ओके तो ये थिला आपण मानकर सब देखिथिबे कोन हला ये हला आपण पिरामिडिकल स्ट्रक्चर ओके ये थिला आपण मानकर पिरामिडिकल स्ट्रक्चर प्रथम रहिले किए ना किंग आपण मान समझ जाने किंग तापर आसला एफ एल बा जोटा कि फ्यूडल लॉर्ड्स तापर आसला किए बारोन्स तापर आसला किए ना नाइट्स ओके तो फास्ट कौन कहला जो प्रथम बॉटम रे किए रहले तर आंसर हैला कोन आंसर हैला कोन ना दैट इज किंग किंग रहले ओके तापर कोन हैला
ନା କିଙ୍ଗ ରହିଲେ ଟପ ରେ ରହିଲେ। ତାପରେ ନେକ୍ସଟ ଆସିଲା କଣ ନା ଡ୍ୟାଶ ସେରିମନି ୱାଜ ଫଲୋଡ ବାଇ ଦ ଟୁ ବି ନାଇଟ୍। ଯୋଉ ନାଇଟ୍ ହବା ପାଇଁ କୋଉ କୋଉ ସେରିମନି ଫଲୋ କରାଯାଉଥିଲା ସେଟା ମଧ୍ୟ ଆପଣ ଦେଖିକି ଯାଇଥିବେ। ତାପରେ ରୋମ ଯୋଉ ଥିଲା, ଆମେ ଯୋଉ ରୋମ ଏମ୍ପାୟାର ଯୋଉ ପଢିବା, ରୋମ ଏମ୍ପାୟାର କୋଉ ସିଟି କୂଳରେ ଅବସ୍ଥିତ ଥିଲା। ଓକେ, କୋଉ ସିଟି ଥିଲା, ମାନେ ଏଟା ଗୋଟେ ରିଭର ମାନେ ରିଭର କୂଳରେ ଗୋଟେ ଥିଲା, ଜାଣିଥିବେ ଯୋଉଟା କି ହଉଛି ଆପଣଙ୍କର ଟାଇବର। ଓକେ, ରିଭର ର ନାଁ କଣ ଥିଲା? ଟାଇବର, TIBER, ଟାଇବର ରିଭର ଥିଲା। ଓକେ, ତାପରେ ସେ କହୁଛି ଡ୍ୟାଶ ସିଟି ଇଜ କଲ୍ଡ ଦ ସିଟି ଅଫ ଦ ହିଲ, ମାନେ ସିଟି ଅଫ ଦ ସେଭେନ ହିଲ୍ସ, ବା ସପ୍ତ ପାହାଡର, ଜିକେର ବି କ୍ୱେଶ୍ଚିନ୍ ଆସେ, ସପ୍ତ ପାହାଡର ଦେଶ କାହାକୁ କୁହାଯାଏ? ଦ୍ୟାଟ ଇଜ ରୋମ। ଦେଖନ୍ତୁ ଏଇଠି କ୍ୱେଶ୍ଚିନରେ ଆନ୍ସର ରହିଲା, ତେଣୁ ଟିକେ ମାଇଣ୍ଡ ଖର୍ଚ୍ଚ କଲେ ଆମେ ଜାଣିପାରିବା ଗୋଟେ ହଉଛି ରୋମର, ଏ ରୋମଟା ହଉଛି ତାର ଆନ୍ସର। ଓକେ, ବହୁତ ପିଲା ଭୁଲଭାଲ କରନ୍ତି, କିନ୍ତୁ ମୁଁ ଯୋଉଟା କି ଆମର ଏଇ ଯୋଉ ଏକ୍ସାମ ଆସୁଛି, ଆମର ଯୋଉ ଷ୍ଟୁଡେଣ୍ଟ ମାନେ ଅଛି ସେ ଭୁଲ କରିବେନି ବୋଲି ମୋର ସେ ବିଶ୍ୱାସ ସେମାନଙ୍କ ଉପରେ ଅଛି। ଓକେ, ତାପରେ ଡ୍ୟାଶ ୱାଜ ଦ ଟପ୍ ଅଫ ଦ ଫ୍ୟୁଡାଲ ସିଷ୍ଟମ, ବା ଯୋଉ ଫ୍ୟୁଡାଲ ସିଷ୍ଟମ ଯୋଉ ମୁଁ ଏବେ ଯୋଉ କହିଲି, ଯୋଉ ଫ୍ୟୁଡାଲ ସିଷ୍ଟମ ଯୋଉ ଥିଲା, ଏଇ ଯୋଉ ଫ୍ୟୁଡାଲ ସିଷ୍ଟମ ତାର ଟପ ରେ କିଏ ରହିଲା? ନା କିଙ୍ଗ ରହିଲା। ତେଣୁ ସେଟା ଦେଖିବେ, ଏଇ ଯୋଉ ଫ୍ୟୁଡାଲ ସିଷ୍ଟମ ଦେଖି ଯାଇଥିବେ। ଏବଂ ଆଉ ଗୋଟେ ବି କ୍ୱେଶ୍ଚିନ୍, ଡ୍ୟାଶ ୱାଜ ଦ କଜ ଅଫ ଡିକ୍ଲାଇନ ଅଫ ଫ୍ୟୁଡାଲିଜିମ, ଯେ ଫ୍ୟୁଡାଲିଜିମର ପତନର କାରଣ କଣ ଥିଲା, ବା ଯୋଉ ଫ୍ୟୁଡାଲିଜିମ ଯେତେବେଳେ ତାର ଡିକ୍ଲାଇନ ହେଲା, ମୁଁ କହିଥିଲି ଆମର ଯୋଉ ଫ୍ୟୁଡାଲିଜିମ ଯେତେବେଳେ ଆସିଲା, ଆପଣମାନେ ସମସ୍ତେ ଜାଣିଥିବେ, ମୁଁ ଯୋଉ କହିଥିଲି ଯୋଉ କାକେଲମାସଙ୍କ ଟାଇମରେ ସୋସାଇଟିକୁ କେତେ ଭାଗରେ, ନା 6 ଭାଗରେ ଡିଭାଇଡ କରାଯାଇଥିଲା। ଯେମିତି ଆପଣମାନେ ସମସ୍ତେ ଜାଣିଥିବେ 6 ଭାଗରେ କହିଲେ କଣ କଣ ଥିଲା, ନା ଯୋଉଟା କି ଆପଣମାନଙ୍କର ଥିଲା ପ୍ରି କମ୍ୟୁନିଜିମ, ତାପରେ ଆସିଲା ଆପଣ ସ୍ଲେଭ୍ସ, ତାପରେ ଆସିଲା ଫ୍ୟୁଡାଲିଜିମ, ତାପରେ ଆସିଲା କ୍ୟାପିଟାଲିଜିମ, ତାପରେ ଆସିଲା କମ୍ୟୁନିଜିମ, ତାପରେ ଆସିଲା କଣ, ସରି ହଁ କମ୍ୟୁନିଜିମ, ତାପରେ ଆସିଲା ସୋସିଆଲିଜିମ। ତେଣୁ ଇଏ ହଉଛି କଣ, ଫ୍ୟୁଡାଲିଜିମ ରୋମାନ ଏମ୍ପାୟାର, ତାର ଡିକ୍ଲାଇନ ବା ତାର ପତନ କଣ, ଯାହା ପରେ କ୍ୟାପିଟାଲିଜିମ ଆସିଛି, ସେଟା ମଧ୍ୟ ମୋଷ୍ଟ ଇମ୍ପୋର୍ଟାଣ୍ଟ, ସେଟା ଲେଖିବେ। ଓକେ, ନେକ୍ସଟ ଆସିଲା ଆପଣମାନଙ୍କର କଣ ହଉଛି ନା ଦ ନୋବେଲ୍ସ ଅଫ ଦ ରୋମ ୱାଜ ନୋନ୍ ଆଜ, ବା ରୋମର ଯୋଉ ନୋବେଲ ମାନଙ୍କୁ କଣ କୁହାଯାଉଥିଲା, ଯୋଉଟା କି ଆପଣମାନେ ସମସ୍ତେ ଜାଣିଥିବେ, ଯୋଉ ପାଟ୍ରିସିଆନ ପେବ୍ଲିସିଆନ ଦୁଇ ପ୍ରକାର ଯୋଉ ଥିଲେ, ରିଚେଷ୍ଟ କ୍ଲାसेस ବା ରୋମ ସେ ଦୁଇ ଭାଗରେ ଥିଲା, ଗୋଟେ ହଉଛି ହାଭ ଆଣ୍ଡ ହାଭ ନଟ୍, ଯୋଉମାନେ ରିଚ୍ ଥିଲେ ସେମାନଙ୍କୁ ପାଟ୍ରିସିଆନ ବୋଲି କୁହାଗଲା, ଯୋଉମାନେ ଗରିବ ଥିଲେ ତାଙ୍କୁ କଣ କଲେ, ପେବ୍ଲିସିଆନ ଗଲେ। ତେଣୁ ରୋମର ନୋବେଲ ମାନଙ୍କୁ କଣ କୁହାଯାଉଥିଲା ରହିଲା। ନେକ୍ସଟ ଆସିଲା କଣ, ନା ହାଇଏଷ୍ଟ ଅଥରିଟି ରୋମ ଆଜ ନୋନ୍ ଆଜ, ବା ରୋମର ଯୋଉ ହାଇଏଷ୍ଟ ଅଥରିଟି ଯୋଉମାନେ ଥିଲେ ସେମାନଙ୍କୁ କଣ ବୋଲି ସମ୍ବୋଧନ କରାଯାଉଥିଲା। ଓକେ, ସୋ ଦିଜ ଆର କଣ ହଉଛି ନା, ଦିଜ ଆର ଦ 10 ସିଲେକ୍ଟିଭ କ୍ୱେଶ୍ଚିନ୍, ଯୋଉଟା କି ଏଥର ଅପକମିଂ ମେଜର 4 ରେ ଆସୁଛି। ଓକେ, ତ ଇଏ ଥିଲା ୱାନ୍ ଲାଇନର କ୍ୱେଶ୍ଚିନ୍। ତାପରେ ନେକ୍ସଟ ଆମେ ଯିବା, ନେକ୍ସଟ ଆମେ 2 ମାର୍କକୁ ଯିବା। ଏଥିରେ ଲେଖା ହେଇଛି କଣ ହଉଛି ନା, ଆନ୍ସର ଏନି 4 କ୍ୱେଶ୍ଚିନ୍ସ ଆଉଟ୍ ଅଫ୍ 6 ୱିଦିନ 2 or 3 ସେଣ୍ଟେନ୍ସ ଅଫ ଇଚ୍। ଓକେ, ସିଲେକ୍ଟିଭ, ଏଇଟା ଆପଣ ଦେଖିପାରୁଥିବେ ସିଲେକ୍ଟିଭ କ୍ୱେଶ୍ଚିନ୍ ଦେଇଛେ। ଏଥିରେ ମଧ୍ୟ ମୁଁ 8ଟା କ୍ୱେଶ୍ଚିନ୍ ନେଇଛି, ଯୋଉଥିରେ ଆମମାନଙ୍କୁ କେତେଟା କ୍ୱେଶ୍ଚିନ୍ ଆଟେଣ୍ଡ କରିବାର ଅଛି, ତ ଏଇଟା। ତେଣୁ ମୁଁ ସଜେଷ୍ଟ କରି ପିଲାମାନଙ୍କୁ ଆଟଲିଷ୍ଟ 8ଟା କ୍ୱେଶ୍ଚିନ୍ ସେମାନେ 6ଟା କ୍ୱେଶ୍ଚିନ୍ ଆନ୍ସର ଜାଣିକି ଯାଇଥାନ୍ତୁ, ଯାହା ହେଲେ ସେମାନଙ୍କର 2-4ଟା ଖଣ୍ଡ ସେଥିରୁ କଣ ହେଇପାର ନା ବାଜିବାର ପସିବିଲିଟି ଅଛି। ବୁଝିହେଲା? ତ ଫାଷ୍ଟ ହେଲା କଣ ନା, ଯୋଉ କହିଲି କଣ ନା ପାଟ୍ରିସିଆନ ପେବ୍ଲିସିଆନ, ଯୋଉ କହିଲି 2ଟା କ୍ଲାସ ଥିଲା, ଯୋଉଟା କି ଗରିବ ଏଣ୍ଡ ଧନୀ, ପାଟ୍ରିସିଆନ ପେବ୍ଲିସିଆନ। ତାପରେ ନେକ୍ସଟ ଆସିଲା କଣ, ଦ ରୋଲ ଅଫ ଦ କିଙ୍ଗସ ଇନ ଫ୍ୟୁଡାଲିଜିମ, ବା ରାଜା ଫ୍ୟୁଡାଲିଜିମ ଯୋଉ ଡ୍ର ଯୋଉ କରିଥିଲି, ଯୋଉ ଏଇ ଯୋଉ ଆମର ଯୋଉ ଡ୍ର ଥିଲା। ଓକେ, ଯୋଉ ଆମର ଏଇ ଯୋଉ ଡ୍ର ଯୋଉ ଥିଲା, ଏଇ ଯୋଉ ଫ୍ୟୁଡାଲିଜିମ ଯୋଉ ଥିଲା, କଣ ଏଇ ଯୋଉ ଫ୍ୟୁଡାଲିଜିମ ର କିଙ୍ଗ ର, ଏଇ ଯୋଉ କିଙ୍ଗ ଅଛନ୍ତି, ଏଇ ଯୋଉ କିଙ୍ଗ ର ରୋଲ କଣ ଥିଲା। ଓକେ, ଏଇ ଯୋଉ କିଙ୍ଗ ଯୋଉ ଥିଲେ ତାଙ୍କ ରୋଲ କଣ ଥିଲା, ସେଟା ଥିଲା ଲେଖିବେ। ତାପରେ ନେକ୍ସଟ ଆସୁଛି କ୍ୟାଷ୍ଟେଲ ଆଣ୍ଡ ମ୍ୟାନର, ଯୋଉଟା ତାଙ୍କର ଦୁର୍ଗ ଥିଲା, ଯୋଉଟା ଫୋର୍ଟ, ଯୋଉଟା କାରଖାନା ଥିଲା, ଯୋଉ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ, ସେଟାରେ କଣ ଥିଲା ସେଟା ଲେଖିବେ। ତାପରେ ନେକ୍ସଟ ରୋମାନ ରିଲିଜିୟସ ବିଲିଫ, ଯୋଉ ରୋମର ଯୋଉ ଲୋକମାନେ ଥିଲେ ସେମାନଙ୍କ ଧାର୍ମିକ ଭାବନା କେମିତି ଥିଲା, ତାପରେ ଲେଖିବେ। ତାପରେ ଆସିଲା ନେକ୍ସଟ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଦ୍ୟାଟ ୱାଜ ଜୁଲିୟସ ସିଜର। ଜୁଲିୟସ ସିଜରଙ୍କ ନାଁ ତ ଶୁଣିଥିଲେ, ଯିଏ କହିଲେ ଭିନି ଭିଡି ଭିସି ଆଇ କେମ୍ ଆଇ ସ ଆଣ୍ଡ ଆଇ କନକ୍ୟୁର। ବୁଝିଲା? ଜୁଲିୟସ ସିଜର, ସେ ଯିଏକି ଜନ୍ମ ହେଇଥିଲା ଆପଣ ମାନଙ୍କର କେତେ ମସିହାରେ, ନା ଆପଣ ମାନଙ୍କର ଜନ୍ମ ହେଇଥିଲା ସେଟା 100 ବିସିରେ, ଏବଂ ମରିଥିଲେ କେତେ 46 ବିସିରେ ମରିଥିଲେ। କି ଦ୍ୟାଟ ୱାଜ ଜୁଲିୟସ ସିଜର, ଏବଂ ତାଙ୍କ ବୁକ୍ ର ନାଁ ଥିଲା କମେଣ୍ଟାରିଜ। ଓକେ, ତାପରେ ନେକ୍ସଟ ଆସିଲେ କଣ ନା, ରେସ୍ପନ୍ସିବିଲିଟି ଅଫ ଦ ଫ୍ୟୁଡାଲ ଲର୍ଡସ ଇନ ଦ ଫ୍ୟୁଡାଲ ସିଷ୍ଟମ, ବା ଯୋଉ ଫ୍ୟୁଡାଲ ଲର୍ଡରେ, ଯୋଉ ଫ୍ୟୁଡାଲ ସିଷ୍ଟମରେ ଯୋଉମାନଙ୍କ ଫ୍ୟୁଡାଲ ଲର୍ଡ ଥିଲେ ତାଙ୍କର ଦାୟିତ୍ୱ କଣ ଥିଲା। ବୁଝିଲା? ସେମାନେ କଣ କରୁଥିଲେ ସେଟା ମଧ୍ୟ ଲେଖିବା। ଓକେ, ନେକ୍ସଟ ହେଲା ରାଇଟ ଟୁ ୱାର୍କସ ଅଫ ଦ କନସଲ, ଯୋଉମାନେ ରୋମର ଯୋଉ କନସଲ ମାନେ ଥିଲେ ତାଙ୍କର ୱାର୍କ କଣ ଥିଲା ତାକୁ ଲେଖିବା। ତାପରେ ହୁ ଇଜ ଦ ଫାଉଣ୍ଡର ଅଫ ଦ ରୋମ, ବା ରୋମର ପ୍ରତିଷ୍ଠାତା କିଏ ଥିଲେ। ସମସ୍ତେ ଜାଣିଥିବେ ରୋମ ନାଁଟା ହଉଛି ରେମୁସ ଆଣ୍ଡ ରେମୁଲସ, 2 ଜଣ ଭାଇ ଥିଲେ, ଏବଂ ରେମୁଲସ ନାଁରେ କଣ ହେଇଛି ରେମୁଲସ। ଆପଣ ସବୁ ଜାଣିଥିବେ କଣ ନା, ରେମୁଲସଙ୍କ ନାଁରେ, ରେମୁଲସଙ୍କ ନାଁରେ କଣ ହେଇଛି, ରୋମ ସିଟି ତିଆରି ହେଇଛି। ଓକେ, ଇଏ ଥିଲା ଆପଣ ମାନଙ୍କର 2 ମାର୍କ, ପେବ୍ଲିସ ଆଣ୍ଡ ପାଟ୍ରିସିଆନ, ରୋଲ ଅଫ ଦ କିଙ୍ଗସ ଇନ ଫ୍ୟୁଡାଲିଜିମ, କ୍ୟାଷ୍ଟଲ ମାଇନର, ରୋମାନ ରିଲିଜିୟସ ବିଲିଫ, ଜୁଲିୟସ ସିଜର, ରେସ୍ପନ୍ସିବିଲିଟି ଇନ ଫ୍ୟୁଡାଲ ଲର୍ଡସ ଏଣ୍ଡ ଫ୍ୟୁଡାଲ ସିଷ୍ଟମ, ରାଇଟ ଟୁ
works of the council and who were the founder of the Rome. Okay, ତେଣୁ ଏବେ ଆମେ ଦେଖିବା ଲଙ୍ଗ କ୍ୱେଶ୍ଚନ। ଏଥିରେ ବି ଆମେ 3ଟା କ୍ୱେଶ୍ଚନ ନେଇଛେ, ଯୋଉଥିରେ ଆପଣମାନଙ୍କୁ କେତେଟା କ'ଣ କରିବା ପାଇଁ ପଡ଼ିବ, ଗୋଟିଏ। ତେଣୁ 2ଟା କ୍ୱେଶ୍ଚନ ଭଲସେ ପଢିକି ଯାଇଥିବେ, ଯାହାଫଳରେ କ'ଣ ହଉଛି ଗୋଟେ ଆଇଦର ଯୋଉ ପଡ଼ିବ ସେଥିରୁ ଆପଣ ଆଟେଣ୍ଡ କରିପାରିବେ। ଓକେ, ନା ରାଇଟ୍ ଏ ନୋଟ୍ ପଲିଟି ଆଣ୍ଡ ସୋସାଇଟି ଅଫ ଦ ଆନସେଣ୍ଟ ରୋମ୍। ଆନସେଣ୍ଟ ରୋମର ଯୋଉଟା ଆପଣମାନଙ୍କର ସାମାଜିକ ଏବଂ ସରି ହଁ ସାମାଜିକ ଏବଂ ରାଜନୀତି ବିଷୟରେ ଏକ ଟିପ୍ପଣୀ ପ୍ରଦାନ କର। ଲଙ୍ଗ କ୍ୱେଶ୍ଚନ ଗୋଟିଏ, ଏଥିରେ ଯୋଉଟା ଆପଣ ରହିବ ଡେଫିନେସନ ରୋମର ଯୋଉଟା ଲୋକେସନ ରହିବ କୋଉଠି ଥିଲା, ତାପରେ ରୋମ ପଲିଟି କେମିତି ଥିଲା, ସୋସାଇଟି କେମିତି ଥିଲା, ସେ ସବୁ ଜିନିଷ। ତାପରେ ନେକ୍ସଟ ଆସିଲା ଡିସ୍କସ ଦ ମିନିଂ ମେରିଟ୍ସ ଡିମେରିଟ୍ସ ଆଣ୍ଡ ଡିକ୍ଲେୟାର ଦ ଫ୍ରିଡମ। ଇଟ ଇଜ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। କେବଳ ଏଇଟା ସେମିଷ୍ଟର, ଏଇଟା ମିଡ ସେମ ପାଇଁ ନୁହେଁ, ଏ ସେମିଷ୍ଟର ପାଇଁ ମଧ୍ୟ ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। କ'ଣ ନା ଡିସ୍କସ ଦ ମିନିଂ ଆଉ ମେରିଟ୍ସ ଡିମେରିଟ୍ସ ଆଣ୍ଡ ଡିକ୍ଲାଇନ। ବା ଫ୍ୟୁଡାଲିଜିମର କ'ଣ ହଉଛି ନା ଯୋଉ ମେରିଟ୍ସ କ'ଣ ଥିଲା, ମାନେ ହବାର ଫ୍ୟୁଡାଲିଜିମ ଆସିବାର କ'ଣ ଭଲ ନୀତି କ'ଣ ଥିଲା, ଖରାପ ନୀତି କ'ଣ ଥିଲା, ମେରିଟ୍ ଆଉ ଡିମେରିଟ୍ସ ଏବଂ ତାର ଅର୍ଥ କ'ଣ ଥିଲା, ଏବଂ ତାର ପତନ ମଧ୍ୟ ଏକ କ'ଣ ଏକ ଆଲୋକପାତ କର ରହିଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। ନେକ୍ସଟ ଆସିଲା କ'ଣ ନା ରାଇଟ୍ ଏ ନୋଟ୍ ଏବାଉଟ ଦ କ୍ୟାରିୟର ଆଣ୍ଡ ଆଚିଭମେଣ୍ଟସ ଅଫ ଦ ଜୁଲିୟସ୍ ସିଜର। ଏବଂ ଜୁଲିୟସ୍ ସିଜରଙ୍କର କ୍ୟାରିୟର ଆଣ୍ଡ ଆଚିଭମେଣ୍ଟସ ଉପରେ ଟିପ୍ପଣୀ ପ୍ରଦାନ କର। ତେଣୁ ଇଏ ଥିଲା ଆପଣମାନଙ୍କର କ୍ଲାସ, ଯୋଉଟାକି ଆପଣମାନଙ୍କର ସିଲେକ୍ଟିଭ କ୍ୱେଶ୍ଚନ। ତେଣୁ ଥ୍ୟାଙ୍କ ୟୁ ଅଲ୍ ଫର୍ ୱାଚିଂ ମି। ଓକେ, ସୋ ସମସ୍ତଙ୍କୁ ଯଦି କ୍ଲାସଟି ଭଲ ଲାଗିଥିବ ତେଣୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ ଏବଂ ଏଇଭଳି ଅପଡେଟ୍ ଭିଡ଼ିଓ ପାଇବା ପାଇଁ ରଞ୍ଜନ ଟ୍ୟୁଟୋରିଆଲ ସହିତ ଯୋଡ଼ି ହେଇକି ରୁହନ୍ତୁ। ପୁଣି ଦେଖାହେବା ଆଉ ଏକ ନୂତନ ଭିଡ଼ିଓରେ। ତେଣୁ ଅପକମିଂ ଏକ୍ଜାମ ଯେଉଁ ଆମର ଆସୁଛି, ଷ୍ଟୁଡେଣ୍ଟ ମାନଙ୍କୁ ଅଲ୍ ଦ ବେଷ୍ଟ। ତେଣୁ ଏକ୍ଜାମକୁ ପୁରା ରକ୍ କରନ୍ତୁ, ଯେମିତି 20ରୁ ସେମାନେ ସ୍କୋର ଭଲ କରନ୍ତୁ, ଯେମିତି 80-90 ଭଳିଆ। ତେଣୁ ଅଲ୍ ଦ ବେଷ୍ଟ।